Hello guys, welcome back to another video guys. ଆମେ ସମସ୍ତେ ବଞ୍ଚିବା ପାଇଁ ଆମକୁ ଖାଦ୍ୟପେୟ ଦରକାର। ସେଇ ଖାଦ୍ୟପେୟ ପାଇଁ ଆମକୁ କେବଳ କିଛି ଶସ୍ୟ ମାନେ ଯେ ପନିପରିବା କିଛି କାଠ ଗ୍ୟାସ୍ ଚୁଲା ଏବଂ ବିଭିନ୍ନ ପ୍ରକାର ଜିନିଷ ଦରକାର ପଡ଼ିଥାଏ। ସେଥିମଧ୍ୟରୁ ଏବେ ଆମର ଭାରତରେ ମାନେ ଗ୍ୟାସ୍ ମିଳିବା ବହୁତ କଷ୍ଟ। ଲୋକ ଆଜିଠୁ ବହୁତ ନିଜକୁ ହାର ମାନିଗଲେ, କାହିଁକି ନା ଏବେ ଗ୍ୟାସ୍ ସେଇ ଗ୍ୟାସ୍ ମିଳିବାର ଜିନିଷ ଥିଲା ଗୋଟିଏ ପରସ୍ପର ଭିତରେ ଯୁଦ୍ଧ ଚାଲିଛି, ଆମେ ସେଇଠି ଆମେ କଷ୍ଟ ପାଉଛେ। ତେଣୁକରି ଗାଇସ୍ ତମେ ଯେତେ କଷ୍ଟ ଲାଗୁନା କାହିଁକି, ଯେତେ ତମକୁ ଯିଏ ଯେତେ ଘୃଣା କରୁନା କାହିଁକି, ତମେ ତା ସାଙ୍ଗରେ ଝଗଡ଼ା ଲାଗିବା ପାଇଁ କେବେ ବି ଚେଷ୍ଟା କରିବନି। କାହିଁକି ସେଇ ଝଗଡ଼ାରେ ତମେ ପସ୍ତେଇବା ସହିତ ତମ ପଡ଼ୋଶୀ ବା ତମ ଚାପଟରେ ଯିଏ ବାହାରିଥିବ ନା ସିଏ ବି ପସ୍ତେଇବ। ତେଣୁକରି ଆପଣମାନେ ସେହିପରି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଯାଇ ଆମେ ଅନେକ ଦିନ ଅନେକ ସମୟରେ ଆମେ ଦେଖୁଛେ ଗୋଟିଏ ରୁରାଲ ଏରିଆର ଜଣେ ଲୋକ ନିଜ ଖାଦ୍ୟପେୟ ବନେଇବା ପାଇଁ କାଠ ବି ଦେଲେ ଗଭର୍ଣ୍ଣମେଣ୍ଟ କାଠ ପାଇଁ ତା ନାମରେ ଗ୍ୟାସ୍ ହେଉଛି, ଗଛ କାଟୁଛି ବୋଲି ସେ ଗ୍ୟାସ୍ ହେଉଛି। ବଟ୍ ଆଜି ଏହି ଆମ ଦେଶରେ ଏମିତି ଏକ ହେଇଗଲା ଯାହାକି ଗ୍ୟାସ୍ ସମସ୍ତ ନାଗରିକଙ୍କ ପାଇଁ ନିଜକୁ ବଞ୍ଚିବା ପାଇଁ ଗ୍ୟାସ୍ ହିଁ ସମସ୍ତେ ୟୁଜ୍ କରନ୍ତି। ବଟ୍ ଆଜି ସେଇ ଗ୍ୟାସ୍ ବି ଆମେ ଖାଦ୍ୟପେୟ ବା ଖାଦ୍ୟ ବନେଇବା ପାଇଁ ସେଇ ଗ୍ୟାସ୍ ମିଳୁନି। ଗାଇସ୍ ଗଭର୍ଣ୍ଣମେଣ୍ଟ ଆଉ ପବ୍ଲିକ୍ ଭିତରେ ଏହାର ଏକ ତଫାତ୍ କାହିଁକି ପବ୍ଲିକ୍ ବଞ୍ଚିବା ପାଇଁ ନିଜର ଖାଦ୍ୟପେୟ ଦରକାର ପଡ଼ିଥାଏ, ଆଉ ଗଭର୍ଣ୍ଣମେଣ୍ଟ ବି ବଞ୍ଚିବା ପାଇଁ ଏ ପବ୍ଲିକକୁ ଦରକାର ପଡ଼ିଥାଏ। ତେଣୁକରି ସମସ୍ତେ ସଜାଗ ହୁଅନ୍ତୁ, ନିଜ କଣ୍ଟ୍ରୋଲ କରି ବା ନିଜର ଉପଯୋଗ କରିବାକୁ ଚେଷ୍ଟା କର। ଆଜି ଗ୍ୟାସ୍ ମିଳୁନି, ମିଳିପାରେ। ଏବେ ଗ୍ୟାସ୍ ରେଟ୍ କିଛିଟା ରେଟ୍ ବଢ଼ିଯାଇଛି। ଏଲ୍ପିଜି ଗ୍ୟାସ୍ ଖାଦ୍ୟପେୟ ପାଇଁ ଯେ ଆପଣ ଭାବିଦିଅନ୍ତୁ ଏବେ ଯଦି ପ୍ରଥମେ ଥିଲା କାଠ ପରେ ଆସିଲା ଷ୍ଟୋଭ୍, ଯାହାକି ଆମେ ମାଟି ତେଲ ବା କିରୋସିନ ଡିଜେଲ ଦ୍ୱାରା ଆମେ ରୋଷେଇ କରିଥିଲୁ। ଏଇ ଡିଜେଲ ଆଉ କିରୋସିନ ବି ଏମିତି ରେଟ୍ ହେଇଗଲା ନା କିଣି ହେଉଛି ବରଫ। ଡିଜେଲ କିରୋସିନ ଛାଡ଼ି ଏବେ ଗ୍ୟାସ୍ ପଛରେ ଗଲି, ଆଜି ସେଇ ଗ୍ୟାସ୍ ବି ଆମକୁ ମିଳୁନି ଠିକ୍ ସେ। ତେଣୁକରି ଗାଇସ୍ ଆମେ ଆମକୁ ସଜାଗ ହେବାକୁ ପଡ଼ିବ। ଆଜି ଆମେ ବିପଦରେ ଅଛୁ, କାଲି କିଛି କ'ଣ ବା ଆଉ ଏହି ସମସ୍ୟା ବଢ଼ି ନପାରେ। ତେଣୁକରି ସଜାଗ ହୁଅନ୍ତୁ, ନିଜକୁ ସୁଦୃଢ଼ କରନ୍ତୁ ଏବଂ ନିଜ ଖାଦ୍ୟପେୟ ବନେଇ ନିଜକୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ। ଭିଡ଼ିଓଟିକୁ ଭଲ ଲାଗିବ ଲାଇକ୍ ସେୟାର ଫଲୋ କରନ୍ତୁ। ରହିଲି, ଜୟ ଜଗନ୍ନାଥ।